गत रातिରୁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କର ମୃତଦେହ ସ୍ଥାନୀୟ ପୋଖରୀରୁ ଉଦ୍ଧାର। ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦର ଥାନା ଅଞ୍ଚଳର ସଭାମୂଳ ପଞ୍ଚାୟତର ସଭାମୂଳ ଗ୍ରାମରେ। ଏହି ଗ୍ରାମରେ 45 ବର୍ଷୀୟ ନିରଞ୍ଜନ ରଥ ନାମକ ଜଣେ ବ୍ୟକ୍ତି ଗତକାଲି ରାତିରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ତେବେ ପରିବାର ଲୋକେ ବହୁ ଖୋଜାଖୋଜି କରି ନିରଞ୍ଜନଙ୍କର କୌଣସି ସନ୍ଧାନ ପାଇପାରିନଥିଲେ। ତେବେ ଆଜି ସକାଳୁ ନିରଞ୍ଜନଙ୍କର ମୃତଦେହ ସ୍ଥାନୀୟ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ପରେ ପରେ ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇ ଜଗତସିଂହପୁର ସଦର ପୁଲିସକୁ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ଅନୁଧ୍ୟାନ କରୁଛି। ଅନ୍ୟପଟେ ସେ ପୋଖରୀକୁ ଧୋଇ ହେବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ହୋଇ ମୃତ୍ୟୁବରଣ କରିଥିବା ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି। ମୁଣ୍ଡ ଦୋଷ ଥିଲା, ସେ ବାହାରେ ସବୁବେଳେ ପରିସ୍ରା ଉଠେ 10-12 ଥର। ଆଉ ସେ ତ ଯାଏ ବାହାରେ ଲାଟ୍ରିନ୍ ଭିତରେ କରେ ନାହିଁ, ସେ ବାହାରେ ବୋଲେ ବାହାରେ ଲାଟ୍ରିନ୍ କରି ପଡ଼ିଆକୁ ଆସେ। ସେ ଉଠିକି ଆସିଛି କେତେବେଳେ ଗୋଡ଼ ଖସି ପଡ଼ିଛି। ଆମେ ରାତି ସାରା 3ଟା ବେଳେ ଖବର ଦେଖିଲା ବେଳକୁ ନାଇଁ ଆସିଲାନି ବୋଲି ଆମେ ଖୋଜିଲା ବେଳକୁ ଦେଖୁନା ଏଠି ଆଉ ଆ ଭିତରେ ସକାଳୁ ଦେଖିଲୁ। ଆଉ କେତେ ବର୍ଷ? 45 ବର୍ଷ। କ'ଣ ତାଙ୍କ ନାଁ? ନିରଞ୍ଜନ ରଥ। ଜଗତସିଂହପୁରରୁ ପ୍ରତାପ କୁମାର ସିଂଙ୍କ ରିପୋର୍ଟର୍ସ ଟୁଡେ।